ନମସ୍କାର ଭାଇ ଓ ଭଉଣୀମାନେ ସମସ୍ତେ କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଭଲ ଥିବେ। ତ ଗାଇସ୍ ଆଜି ହେଉଛି ସଣ୍ଡେ। ସଣ୍ଡେରେ ମୋର ସାତଟା ଟ୍ରେଡ୍ ମୋର ଲସ୍ ହେଇଛି। ଆପଣ ଦେଖିପାରୁଥିବେ ସାତଟାକୁ ସାତଟା ଟ୍ରେଡ୍ ମୋର ଲସ୍ ଅଛି। ତ ଦେଖିବା ଏବେ ମୁଁ ଟାଇମ୍ ହେଉଛି ଏବେ 9:30 9:30ରେ ମୁଁ ଟ୍ରାଏ କରିବି ଏ ଲସେସ୍‌କୁ ମୁଁ ରିକଭର୍ କରିବା ପାଇଁ। ତ କ'ଣ କେମିତି ହବ କି ହବନି ଆପଣ ଦେଖିବେ ନିହାତି। ସାୟଦ ଆଜି ମାର୍କେଟ ବହୁତ ଭଲଟାଇ ଚାଲିଛି। ତ ମୁଁ ଯେତିକି ବି ଟ୍ରେଡ୍ ନେବି ସପୋର୍ଟ ରେଜିଷ୍ଟାନ୍ସରେ ନେଇ ନା ମୁଁ ପ୍ରୋ ଟାଇପ୍‌ରେ ନେଇ ନା ସେମିତି କିଛି। ମୁଁ ହର୍ ଟ୍ରେଡ୍‌ର ପଛରେ ଗୋଟେ ଲଜିକ୍ ଥିବ। ସେ ଲଜିକ୍ ଆପଣଙ୍କୁ ମୁଁ ଏକ୍ସପ୍ଲେନ୍ କରିକି କହିବି ନିହାତି। ତ ଦେଖନ୍ତୁ କ'ଣ ହେଉଛି ଫାଷ୍ଟ ଚାଲନ୍ତୁ ଭିଡ଼ିଓ ଫାଷ୍ଟ ଷ୍ଟାର୍ଟ କରିବା। କିଛି ମୋତେ ଫାଷ୍ଟ ଭଲ କିଛି ପେୟାର ମିଳିଗଲେ ମୁଁ ତ ଭିଡ଼ିଓ ଆପଣ ଯଦି ଦେଖୁଛ ଆପଣଙ୍କୁ ଯଦି ଭଲ ଲାଗୁଛି ବୋଲେ ନିହାତି ଲାଇକ୍ ଗୋଟେ କରନ୍ତୁ। ଆଜି ଆଗା ଷ୍ଟାର୍ଟ କରନ୍ତୁ ଟ୍ରେଡ଼ିଂ। ଆପଣ ମୋତେ DM କରନ୍ତୁ, ମୁଁ ଆପଣଙ୍କୁ ଫୁଲ୍ ଗାଇଡ଼ ଦେବି। କେମିତି କ'ଣ ସବୁ କିଛି ଏଭ୍ରିଥିଙ୍ଗ ମୁଁ ଆପଣଙ୍କୁ ଶିଖେଇବାକୁ ଟ୍ରାଏ କରି ମୁଁ ନିଜେ ବି ଶିଖିବି। ତ ଆମ ଓଡ଼ିଶାରେ ଏମିତି କୌଣସି ବି ବାଇନରୀ ଟ୍ରେଡର କିଏ ବି ନାହିଁ। ତ ଆପଣ ବି ଟ୍ରେଡ଼ିଂ କରନ୍ତୁ। ଟ୍ରେଡ଼ିଂରେ ଟାଇମ୍ ଦେବା ନିହାତି ଦରକାର। ନାଇଁ ତ କେବେ ହେଲେ ହେଇପାରିବନି ଟ୍ରେଡ଼ିଂ। ଆପଣ କହିବ ମାସେ 2 ମାସ 3 ମାସ ପରେ ଯାଇ ଗିଭ୍ ଅପ୍ କରିଦ ତ ଟ୍ରେଡ଼ିଂ ଇମ୍ପସିବଲ୍ ଆପଣଙ୍କ ପାଇଁ। ଲୋକ 10 ବର୍ଷ ପର୍ଯ୍ୟନ୍ତ କରୁଛେ। ଯେଉଁ ଲୋକ 10 ବର୍ଷ ପର୍ଯ୍ୟନ୍ତ କରୁଛେ ସେ ଲୋକର ଲାଇଫଷ୍ଟାଇଲ୍ ଆଜି ଦେଖନ୍ତୁ ଆପଣ ଯାଇକି ୟୁଟ୍ୟୁବରେ ସର୍ଚ୍ଚ କରିକି। ତ ଚାଲନ୍ତୁ ମୁଁ ଫାଷ୍ଟ ଦେଖୁଛି କିଛି ଟ୍ରେଡ୍ ଆଣିକି ମୋର $7 ମୋର ଲସେସ୍ ମୁଁ ରିକଭର କରିବାକୁ ଟ୍ରାଏ କରିବି ଆପଣଙ୍କ ସାମ୍ନାରେ। ତ କ'ଣ ହେଉଛି କ'ଣ ନାହିଁ ଆପଣଙ୍କ ସାମ୍ନାରେ ସବୁ କିଛି ହେବ। ତ ଚାଲନ୍ତୁ ଟ୍ରାଏ କରିବା ଫାଷ୍ଟ। ମାର୍କେଟ ସେମିତି କିଛି ବି ନାହିଁ ଏମିତି। ସବୁ ଆଜି ସବୁ OTC ମାର୍କେଟ। ଲାଇଭ୍ ମାର୍କେଟ ଗୋଟେ ବି ନାହିଁ। ସବୁ OTC ମାର୍କେଟ ଆପଣ ଦେଖିପାରୁଥିବେ। କ୍ରିପ୍ଟୋରେ ଦେଖନ୍ତୁ ସବୁ OTC ମାର୍କେଟ। OTC ମାର୍କେଟ ମ୍ୟାନିପୁଲେଟ୍ ହେଉଛି। ସଣ୍ଡେ ମାର୍କେଟରେ OTC ମାର୍କେଟ ମ୍ୟାନିପୁଲେଟ୍ କରାଯାଏ। ଅପରେଟର ମାନେ ମ୍ୟାନିପୁଲେଟ୍ କରିକି ମାନେ ମାନେ ପ୍ରଫିଟ୍ କ୍ୟାଣ୍ଡେଲ ବି ଲସ୍ କରେଇ ଦେଉଛି ତାଙ୍କେ। ମାନେ ଏଇଟା ପସିବଲ୍। ଫିର୍ ବି ଟ୍ରାଏ କରିବା। ମୋ ଖ୍ୟାଲ ସେ ଟିକେ ରିସ୍କ ନେବାକୁ ପଡ଼ିବ। ଏମିତି 2-3ଟା କ୍ୟାଣ୍ଡେଲ ଏମିତି ମିଳିଯିବ ବୋଲେ ନିହାତି ଆମେ ଭଲ ହେବ। ତ ଚାଲନ୍ତୁ ମୁଁ ଫାଷ୍ଟ ଟ୍ରେଣ୍ଡ ଲାଇନ୍ ଡ୍ର କରୁଛି। ଦେଖିବା ଆଇନେ ଟ୍ରେଡ୍ ନେବା ପାଇଁ। ଫାଷ୍ଟ SNR ମୁଁ ଲେଭେଲ ଡ୍ର କରୁଛି। SNR ଦେଖନ୍ତୁ ମୁଁ ଫାଷ୍ଟ ଏ ଲେଭେଲ ଟଚ୍କୁ ମୁଁ ଏଡ୍ କଲି ଫାଷ୍ଟ, ସେକେଣ୍ଡ, ଏ ଥାର୍ଡ଼, ଫୋର୍ଥ, ଏଇଟା ବି ଗୋଟେ ହେବ 5। ତ ମାର୍କେଟ ଯେବେ ରିଭର୍ସାଲ ଆସିବ ତ ମୁଁ ଏଇଠି ଟ୍ରେଡ୍ ନେବି। ଦେଖିବା କ'ଣ ହେଉଛି ଗୋଟେ ନେକ୍ସଟ। ତ ଗାଇସ୍ ଫାଷ୍ଟ ହେଉଛି ମୁଁ କେବେ ଭିଡ଼ିଓ ବନେଇନି, ଫାଷ୍ଟ ଟାଇମ୍ ମୋର ଭିଡ଼ିଓ ବନାଉଛି ଏବେ। ତ ମୁଁ ଭିଡ଼ିଓ ବନେଇକି ମୁଁ କହିକି ଆପଣମାନଙ୍କୁ ମାନେ ମାନେ କହିକି ମାନେ ମୁଁ ଭିଡ଼ିଓ ବନେଇ ପାରୁନି। ତ ଏପଟେ ସେପଟେ କିଛି କମ୍ୟୁନିକେସନ୍ ମୋର ହେଉଛି। ତ ଛୋଟ ଭାଇ ବୋଲି କହିକି ମାଫ କରିଦେବ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଗୋଟେ ଯଦି ଏ କ୍ୟାଣ୍ଡେଲ ଯଦି ଉପରୁ ଯଦି କ୍ଲୋଜ୍ ଦେଲା ବେଲେ ନେକ୍ସଟ ଆମେ ବାଇଂ ସାଇଡ୍ ଯିବା। ଯଦି ଭିତରେ ଯଦି କ୍ଲୋଜିଂ ଯଦି ଦେଲା ବେଲେ ଆମେ ଡାଉନ୍ ସାଇଡ୍ ଯିବା। ଚାଲନ୍ତୁ ଦେଖିବା କ'ଣ ହେଉଛି। ଆଉ ଥରେ କହୁଛି ଯଦି ଉପରୁ ଲେଭେଲ ଉପରୁ ଯଦି କ୍ଲୋଜିଂ କଲା ବେଲେ ଆମେ ବାଇଂ ସାଇଡ୍ ଯିବା। ତା ଭିତରେ କ୍ଲୋଜ୍ କଲା ବେଲେ ଆମେ ଡାଉନ୍ ସାଇଡ୍ ଯିବା। ଚାଲନ୍ତୁ ବହୁତ ଟ୍ରେଡ୍ ନେଇଯାଇଛି। OTC ମାର୍କେଟ ସଣ୍ଡେରେ ମୋତେ କରିବାକୁ ବହୁତ ଡର ଲାଗୁଛି ନିହାତି। ଏଇ ଗୋଟେ ଲେଭେଲରେ ଅଛି। ତ ଦେଖିବା ଚାଲନ୍ତୁ। ଏମିତି ଆସିଲା ଇଏ 100% ୱିନ୍ ହେବା ଉଚିତ।
ତ ଦେଖିବା କଣ ହଉଛି ଚାଲନ୍ତୁ। ମୋ ख्याल से ଆହୁରି 8 ସେକେଣ୍ଡ ଅଛି, ଚାଲନ୍ତୁ ଦେଖିବା। ତ ଲସେସ୍ ହେଲା ଛଅଟା, 6 12 13 $13। ଦେଖ ଗୋଟେ ଜିନିଷ, ଯଦି ଲସ୍ ହଉଛି ମାନେ ତ ଲସ୍‌କୁ ଆକ୍ସେପ୍ଟ କରିବା ଶିଖିବା ଉଚିତ। ଆପଣ ଯଦି ଡିମୋଟିଭେଟ୍ ଟାଇପ୍‌ର ଯଦି ହେବେ ବୋଲେ ସେଇଟା ନିହାତି ଗୋଟେ ଫାଇଟ୍ ହବ। ଆମର ମାଇଣ୍ଡ ସହିତ କନସେପ୍ଟ ମାଇଣ୍ଡ ସହିତ ଫାଇଟ୍ ହେଇଯିବ। ତ ଲସ୍ ହଉଛି ବୋଲେ ଆକ୍ସେପ୍ଟ କରିବାର ଅଛି, ପ୍ରଫିଟ୍ ହଉଛି ବୋଲେ ଆକ୍ସେପ୍ଟ କରିବାର ଅଛି ନିହାତି। ଟ୍ରେଡିଂରେ ଆପଣ ଫେୟାର ରହିବା ହବାର ଅଛି। ମାନେ ଆପଣ ବୁଝିଲେ ନା? ତ ଚାଲ କିଛି ତ କିଛି ମିଳିବ। ଆଜି ସଣ୍ଡେରେ ସେମିତି କିଛି ନଥାଉଛି। ଅଫକୋର୍ସ ହେଲେ ବି ଦେଖିବା। ତ ଚାଲ ଏଇଠି ମୁଁ ବାଇଙ୍ଗ ସାଇଡ୍ ଯିବି। $3 ଦେଲି। ଏଇଠି ମୁଁ 4ଟା ଟ୍ରେଡ୍ ନେବି। ଯଦି ଲସ୍ ହେଲା ବେଲେ ଭିଡ଼ିଓ ଆଜି ପାଇଁ ବନ୍ଦ କରିବା, କାଲି ଷ୍ଟାର୍ଟ କରିବା। ବହୁତ ମ୍ୟାନିପୁଲେଟ୍ ହଉଛି, ଆପଣ ଦେଖିପାରୁଥିବେ। चलो नेक्स्ट कैंडल नवा, चलो 2ଟା ନଉଛି। ମୋ ख्याल ଏ ଉପରୁ ଯିବା ଉଚିତ, କଣ ପାଇଁ ନା ତା ହାଇ ବ୍ରେକ୍ କଲା, ଇଏ ହାଇ ବ୍ରେକ୍ କରିଛି, ତ ନିହାତି ଉପରେ ଅପସାଇଡ୍ ଯିବା ଉଚିତ ଏବେ। चलो मार्केट तो साइड वेज ରେ ଚାଲିଛି, फिर भी ଦେଖିବା କଣ ହଉଛି। ତ ଚାଲନ୍ତୁ କଣ ହଉଛି ଦେଖିବା। $3 ନେଇଛି ଟ୍ରେଡ୍, $6 ଟୋଟାଲ। ଯଦି ଏ ଦିଟା ଟ୍ରେଡ୍ ଲସ୍ ହେଲା ବେଲେ ମୋର $20 ହେଇଯିବ ଲସେସ୍‌ର। ତ ଦେଖିବା, ମୁଁ ଆପଣଙ୍କୁ କହିଥିଲି 4ଟା ଟ୍ରେଡ୍, ଆଉ 2ଟା ଟ୍ରେଡ୍ ଅଛି। ଏ 2ଟା ଟ୍ରେଡ୍ ଯଦି ଆମର ପ୍ରଫିଟ୍ ହେଲା ବେଲେ ବନ୍ଦ, ଲସ୍ ହେଲା ବି ବନ୍ଦ। କଣ ପାଇଁ ନା ମୋର ରିସ୍କ ମ୍ୟାନେଜମେଣ୍ଟ ଆଜି ପାଇଁ ଏତିକି। ମୁଁ ବହୁତ କିଛି ରିସ୍କ ନେଇଗଲିଣି ଆଜି। ସାୟଦ ଦେଖିବା ନେକ୍ସଟ କିଛି ଭଲ କିଛି ମିଳୁନି। ସଣ୍ଡେ ମାର୍କେଟ, ଶନିବାର ରବିବାର ମାର୍କେଟ ହିଁ ଅଭଏଡ୍ କରିବ ସବୁବେଳେ। ମୁଁ ଆପଣଙ୍କୁ ମାନେ କହିଥିଲି ନେକ୍ସଟ ଭିଡ଼ିଓରେ ମୋର ମୁଁ ଟ୍ରାଏ କରିବି ମାନେ ଭିଡ଼ିଓ ଆଣିବା ପାଇଁ, ସେ ପାଇଁ ମୁଁ ଆଣିଲି। ତ ଫିର ବି ପ୍ରୋବ୍ଲେମ୍ ନାହିଁ ଗାଇସ୍, ମୁଁ ରିକଭର କରିଦେବି କେମିତି ବି। ତ ଚାଲ ଦେଖିବା ନେକ୍ସଟ ଟାର୍ଗେଟ ଆର କଣ। କଣ ହଉଛି ଦେଖିବା। ଆର ଏଠି ଗୋଟେ ଅଛି ଲେଭେଲ, ଚାଲ ପଛର କ୍ୟାଣ୍ଡେଲକୁ ଫାଇଣ୍ଡ ଆଉଟ୍ କରିବା ଫାଷ୍ଟ। ପଛରେ କଣ ଇଏ ଲେଭେଲ 8 କରିଥିଲା କି? ହଁ, ଇଏ ମାନେ ରିଆକ୍ଟ କରୁଛି। ଦେଖନ୍ତୁ ରିଆକ୍ଟ କରି କରି ରିଆକ୍ଟ କରି କରି ଆସିଛି ସିଏ। ତ ଚାଲନ୍ତୁ, ଯଦି ଏ କ୍ୟାଣ୍ଡେଲର ବ୍ରେକଆଉଟ୍ ଅଲରେଡି ଦେଇ ସାରିଲିଣି। ଦେଖନ୍ତୁ ମାନେ ଏତେ ଏତେ ବଡ଼ ୱିକ୍ ସେ ଛାଡ଼ି ଆସୁଛି, ମାନେ ଏମିତିରେ ଟ୍ରେଡିଂ କରିବା ମୁଡ୍ ହଉନି। ମ୍ୟାନିପୁଲେଟ୍ କରାଯାଏ ଟ୍ରେଡିଂରେ କେବଳ ସଣ୍ଡେରେ। ନାଇଁ ତ ଓଟିସିରେ ଲାଇଭ୍ ମାର୍କେଟ ଚାଲେ, ଲାଇଭ୍ ଦେଖ ମାରୁବୁଜି କ୍ୟାଣ୍ଡେଲ କ୍ରିଏଟ୍ କରିବାକୁ ଚାହୁଛି ବୋଧେ ସାୟଦ। ଆଜି ମ୍ୟାକ୍ସିମମ୍ ମୋର $20 ଲସେସ୍। ସୋ ବ୍ୟାଡ୍। ହଁ, ଇଏ ମାରୁବୁଜି କ୍ୟାଣ୍ଡେଲ ସାୟଦ ବନେଇବ। ମାରୁବୁଜି କ୍ୟାଣ୍ଡେଲ ବନେଇଲେ ଦେଖିବା, ମୁଁ 3ଟା ଟ୍ରେଡ୍ ନେଇ ଗାଇସ୍ ମୋର କ୍ୟାପିଟାଲ 0। ମୋର କ୍ୟାପିଟାଲ 0 ହେଇଗଲା ଆଜିର। ମୁଁ ବିଡ୍ରୋଲ୍ ମାରିଥିଲି କାଲି, ଆଜି ମୋର କ୍ୟାପିଟାଲ 0 ହେଇଗଲା। नो प्रॉब्लम। ଏ କିଛି 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 ଦେଖ କ୍ୟାଣ୍ଡେଲ କେତେ ଜଲ୍ଦି मतलब ଏତା ହଉଛି।
କଣ ଫର୍ମେସନ୍ ମାନେ ଏତେ ଜଲ୍ଦି ମାନେ ସିଏ ବନଉଛି କ୍ୟାଣ୍ଡେଲ୍ ଯେ ମାନେ ନିଜେ ହେଲେ ବୁଝିବା ମାନେ ମହା ପ୍ରୋବ୍ଲେମ୍ ହେଉଛି। ତ ସମସ୍ତ ଭାଇ ଭଉଣୀ ମୁଁ କହିବାକୁ ଚାହୁଁଛି, ମୋର ଭାଇ ଦେଖୁଛ, ଭଉଣୀମାନେ ଦେଖୁଛ, ମୁଁ ଜାଣିନି, ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ମୋର ଡିଷ୍ଟ୍ ହେଉଛି ଗଞ୍ଜାମ। ମୁଁ ଗଞ୍ଜାମରୁ ବିଲଙ୍ଗ କରୁଛି, ସେ ପାଇଁ ମୋର କମ୍ୟୁନିକେସନ୍ ଟିକେ ଏପଟ ସେପଟ ହେଉଛି, ତ ଟିକେ ଛୋଟ ଭାଇ ବୋଲି ଭାବିକି କ୍ଷମା କରିଦେବେ। ତ ଚାଲନ୍ତୁ, ଏଇ ଦୁଇଟା ଟ୍ରେଡ୍ ଲ ମୋର ଏତା ହେଇଗଲା, ୱିନ୍ ହେଇଗଲା। ତ ନେକ୍ସଟ, ତ ଗାଇସ୍ ଆଜି ପାଇଁ ମୁଁ ଏତି ଆପଣଙ୍କୁ ଦେଖେଇଲି। ମୁଁ କାଲି ନିହାତି ଆପଣଙ୍କ ପାଇଁ ଗୋଟେ ଭିଡ଼ିଓ ବନେଇବା ପାଇଁ ଟ୍ରାଏ କରିବି। ତ ଚାଲନ୍ତୁ ମିଶିବା ନେକ୍ସଟ ଭିଡ଼ିଓରେ। ତବ୍ ତକ୍ କେ ଲିଏ ଟାଟା ବାଏ ବାଏ।